शेष चिठी प्रिय श्रोता माने केबे आपण एमिति कौनसी चिठी पाइछंती कि जहा पढ़िबा परे आपणक हृदय नीरव हो जाइछि? केबे एमिति कहार शब्द आपणक जीवन को बदलाई देइछि कि? तेबे एमिति एक शेष चिठी जहा जीवनर सबुठु बड़ सत को आम सम्मुखरे खोली देई थाए। आजी एही कहानी केवल गोटिए चिठीर कहानी नुहे, यह हेउछि जीवनर शिक्षा, यह हेउछि समयर सत, यह हेउछि मनीष ओ मनीषत्वर आईना। गोटिए छोट गाँव रे रहुथिले गोटिए वृद्ध मनीष, तांको नाम थिला रघुनाथ। सारा जीवन से सत्यवादी होई चलीथिले, केबे मिथ्या कहि नथिले, केबे काहाकू ठकी नथिले। किंतु जीवनर शेष समय रे से एका होई जाइथिले। घर थिला किंतु घररे लोक नथिले, कांथ थिला किंतु कांथरे स्नेह नथिला। सेही घरर भितरे सबुबले थाए एक नीरवता, केवल घंटार टिक टिक शब्द एवं वृद्ध रघुनाथंकर गभीर निश्वास। से अनेक समय झरका पाखरे बसी आकाश को देखुथिले, मने मने पचारुथिले, जीवन रे मु जहा कली सेथिरे सतरे मूल्य थिला कि ना नाही। गोटिए दिन से टेबुल उपरे बसी गोटिए कागज नेले, कलम धरिले एवं लेखिबा आरंभ कले। सेही चिठी काहाकू लेखा जाउथिला, ना पुओ को ना समाज को लेखा जाउथिला, सारा मनीष समाज को। से लेखिले, प्रिय मनीष माने यह मोर शेष चिठी। जीवन रे मु बहुत किछि देखिछि, धनी लोकंकु देखिछि, गरीब लोकंकु देखिछि, किंतु सबुठु बड़ गरीब से नुहे जहार टंका नहीं, सबुठु बड़ गरीब से जहार हृदय दया नहीं। मनीष घर बड़ करिपारे किंतु हृदय बड़ करिपारे कि? मनीष धन संग्रह करिपारे किंतु स्नेह संग्रह करिपारे कि? एही प्रश्नर उत्तर मते सारा जीवन खोजिबाकू लागिगला। मोर जीवनर सबुठु बड़ भूल, मु धन पाई दौड़िली किंतु समय पाई नुहे। मु घर तैयारी कली किंतु संपर्क तैयारी करि पारिली नहीं। तुमे जदि सतरे जीवन रे सफल हेबाकू चाहुछ, तेबे तीनोटी कथा मने रखंतु। प्रथम, समय को सम्मान कर। द्वितीय, मनीष को भल पाओ। तृतीय, सतरु केबे दूरे रुहंतु नहीं। सेही राति रघुनाथ चिठी लेखु लेखु सोई पड़िले। ता आर दिन से झरका पाखरे बसी एमिति देखिले, आकाशरे चंद्र थिला किंतु तांको आखिरे थिला अजଣା शांति। परदिन सकाल सूर्यर हालुका आलोक रघुनाथंक घरर झलका भीतर को पड़िला। सेही आलोक टेबुल उपरे थिबा सेही चिठी उपरे पड़िला। सेही चिठी जहा रघुनाथंक जीवनर सबुठु बड़ सत थिला। चिठीर द्वितीय पृष्ठारे से
ଆଉ କିଛି ଲେଖିଥିଲେ। ସେ ଲେଖିଥିଲେ, ମୋର ପ୍ରିୟ ଲୋକମାନେ, ଜୀବନ ଗୋଟିଏ ଦୀର୍ଘ ଯାତ୍ରା। ଏହି ଯାତ୍ରାରେ ମଣିଷ ଅନେକ କିଛି ପାଏ, କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ସେ ନିଜକୁ ପାଏ ନାହିଁ। ମଣିଷ ସାରା ଜୀବନ ଦୁନିଆକୁ ଜିତିବାକୁ ଚେଷ୍ଟା କରେ, କିନ୍ତୁ ନିଜ ମନକୁ ଜିତିପାରେ କି? ମଣିଷ ସବୁଠାରେ ନାମ କମାଇବାକୁ ଚାହେଁ, କିନ୍ତୁ ନିଜ ଆତ୍ମର ସମ୍ମାନ ରଖିପାରେ କି? ମୋର ଜୀବନରେ ମୁଁ ଗୋଟିଏ କଥା ବୁଝିଲି, ସମୟ ହେଉଛି ସବୁଠାରୁ ବଡ଼ ଧନ। ଧନ ହରାଇଲେ ପୁଣି ମିଳିପାରେ, କିନ୍ତୁ ସମୟ ହରାଇଲେ କେବେ ବି ମିଳେ ନାହିଁ। ମଣିଷ ଜୀବନରେ ଅନେକ ସମ୍ପର୍କ ପାଏ, କିନ୍ତୁ ସବୁ ସମ୍ପର୍କ ସତ ନୁହେଁ। କେତେକ ସମ୍ପର୍କ ସୁଖରେ ଥାଏ, କିନ୍ତୁ ଦୁଃଖରେ ନଥାଏ। ମୋର ଜୀବନର ଅନୁଭବ କହେ, ସତ ମଣିଷ ସେ ନୁହେଁ ଯିଏ ବଡ଼ କଥା କହେ। ସତ ମଣିଷ ସେ ଯିଏ ଛୋଟ ଲୋକଙ୍କୁ ସମ୍ମାନ ଦେଇପାରେ। ଜୀବନ ଗୋଟିଏ ପରୀକ୍ଷା। ଏଠାରେ ପ୍ରଶ୍ନ ସବୁବେଳେ ସହଜ ନୁହେଁ, କିନ୍ତୁ ଉତ୍ତର ସବୁବେଳେ ଆମ ହୃଦୟରେ ରହିଥାଏ। ଯଦି ତୁମେ ସତରେ ମହାନ ହେବାକୁ ଚାହୁଁଛ, ତେବେ ଧନୀ ହେବା ପୂର୍ବରୁ ଭଲ ମଣିଷ ହୁଅ। କାରଣ ଧନୀ ମଣିଷକୁ ଦୁନିଆ ସମ୍ମାନ କରେ, କିନ୍ତୁ ଭଲ ମଣିଷକୁ ଇତିହାସ ସମ୍ମାନ କରେ। ଚିଠିର ଏହି ଶବ୍ଦଗୁଡ଼ିକୁ କେବଳ ଶବ୍ଦ ନୁହେଁ, ଏହା ଥିଲା ଗୋଟିଏ ବୃଦ୍ଧ ମଣିଷର ସାରା ଜୀବନର ଅନୁଭବ। ପ୍ରତ୍ୟେକ ଲାଇନରେ ଥିଲା ଜୀବନର ସତ, ପ୍ରତ୍ୟେକ ଶବ୍ଦରେ ଥିଲା ଗଭୀର ଶିକ୍ଷା। ସେହି ଚିଠି ଆଉ କ'ଣ କହିଥିଲା? କେଉଁ ସତ ସେ ଲୁଚାଇଥିଲେ ଏବଂ କାହିଁକି ଏହାକୁ କୁହାଯାଏ ଶେଷ ଚିଠି? ସେହିଦିନ ଗାଁର ଆକାଶ ଶାନ୍ତ ଥିଲା। ହାଲୁକା ପବନ ଚାଲୁଥିଲା। ରଘୁନାଥଙ୍କ ଘରର ଝରକାକୁ ଛୁଇଁ ଭିତରକୁ ପଶି ଆସିଲା। ଟେବୁଲ ଉପରେ ଥିବା ସେହି ଚିଠି ନୀରବ ଭାବରେ ପଡ଼ିଥିଲା, ଏକ ଗଭୀର ସତକୁ ଲୁଚାଇ ରଖିଥିଲା। ଚିଠିର ତୃତୀୟ ପୃଷ୍ଠାରେ ଲେଖାଥିଲା, ମୋର ପ୍ରିୟ ଲୋକମାନେ, ମଣିଷ ଜୀବନରେ ସବୁଠୁ ବଡ଼ ଭୁଲ କ'ଣ ଜାଣିଛ କି? ସେ ଭାବେ ସେ ସବୁବେଳେ ଠିକ୍ କରେ। ଅହଙ୍କାର ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ। ଏହା ଧୀରେ ଧୀରେ ମଣିଷକୁ ଅନ୍ଧ କରିଦେଇଥାଏ ଏବଂ ସେ ନିଜକୁ ଭୁଲିଯାଏ, ନିଜକୁ ନିଜେ ଚିହ୍ନିପାରେ ନାହିଁ। ମୋର ଜୀବନରେ ମୁଁ ଅନେକ ସଫଳ ଲୋକକୁ ଦେଖିଛି, କିନ୍ତୁ ସତରେ ସଫଳ ସେ ନୁହେଁ ଯିଏ ବହୁତ କିଛି ଜିତିଛି। ସତରେ ସଫଳ ସେ ଯିଏ ନିଜ ମନକୁ ଜିତିଛି। ମଣିଷର ସତ ଶକ୍ତି ତାଙ୍କ ଧନରେ ନୁହେଁ, ତାଙ୍କ ଶରୀରରେ ମଧ୍ୟ ନୁହେଁ। ମଣିଷର ସତ ଶକ୍ତି ତାଙ୍କ ଚରିତ୍ରରେ। ଜୀବନରେ ଭୁଲ ହେବା ସ୍ୱାଭାବିକ, କିନ୍ତୁ ସେହି ଭୁଲରୁ ଶିଖିବା ଦରକାର। ଯେଉଁ ମଣିଷ ଭୁଲରୁ ଶିଖେ, ସେହି ମଣିଷ ସତରେ ଜୀବନକୁ ବୁଝିପାରେ। ରଘୁନାଥ ଚିଠିରେ ଆଉ ଲେଖିଥିଲେ, ଆଜି ମୁଁ ଏକା, କିନ୍ତୁ ଏହି ଏକାନ୍ତ ମୋତେ ଗୋଟିଏ ଗଭୀର ସତ ଶିଖାଇଛି। ମଣିଷ ଯେତେବେଳେ ଏକା ହୁଏ, ସେତେବେଳେ ସେ ନିଜକୁ ସବୁଠୁ ଭଲ ଭାବରେ ଜାଣିପାରେ। ଜୀବନର ଅର୍ଥ କେବଳ ଜୀବନ ଜୀବିକା ନୁହେଁ। ଜୀବନର ଅର୍ଥ ହେଉଛି କାହାର ମୁହଁରେ ହସ ଆଣିବା। ମୋର ପ୍ରିୟ ଲୋକମାନେ, ସମୟକୁ କେବେ ଅବହେଳା କରନ୍ତୁ ନାହିଁ, କାରଣ ସମୟ ଚୁପ୍ ଥାଏ କିନ୍ତୁ ସବୁକିଛି ବର୍ବାଦ କରିଦେଇଥାଏ। ଚିଠିର ପ୍ରତ୍ୟେକ ପୃଷ୍ଠା
ଜୀବନର ଏକ ନୂଆ ସତ କହୁଥିଲା। କିନ୍ତୁ ସବୁଠୁ ବଡ଼ ରହସ୍ୟ ଆଉ ଲେଖା ହୋଇନଥିଲା। ସେ କ'ଣ? ରଘୁନାଥ କାହିଁକି ଏହି ଚିଠି ଲେଖିଥିଲେ ଏବଂ କାହା ପାଇଁ ଲେଖିଥିଲେ? ସନ୍ଧ୍ୟା ଧୀରେ ଧୀରେ ଗାଁ ଉପରେ ମାଡ଼ି ଆସୁଛି। ଆକାଶରେ ଲାଲ ରଙ୍ଗର ଆଲୋକ ପ୍ରସାରିତ ହୋଇଗଲା। ସେହି ସମୟରେ ରଘୁନାଥ ଚିଠିର ପରବର୍ତ୍ତୀ ପୃଷ୍ଠା ଖୋଲିଲେ ଏବଂ ଲେଖିବା ଆରମ୍ଭ କଲେ ତାଙ୍କ ଜୀବନର ଗୁପ୍ତ କାହାଣୀ। ପ୍ରିୟ ଲୋକମାନେ, ଆଜି ମୁଁ ମୋର ଜୀବନର ଗୋଟିଏ ସତ୍ୟ କହିବାକୁ ଚାହୁଁଛି। ମୋର ଶୈଶବ ବହୁତ କଷ୍ଟରେ କଟିଛି। ଆମର ଘରେ ଧନ ନଥିଲା, କିନ୍ତୁ ମୋର ମା ହୃଦୟରେ ଅସୀମ ସ୍ନେହ ଥିଲା। ମୋର ମା ସବୁବେଳେ କହୁଥିଲେ, ପୁଅ, ଧନ ହରାଇଲେ କିଛି ହରାଇ ନଥାଏ, ସ୍ୱାସ୍ଥ୍ୟ ହରାଇଲେ କିଛିଟା ହରାଇଥାଏ, କିନ୍ତୁ ଚରିତ୍ର ହରାଇଲେ ସବୁକିଛି ହରାଇ ଯାଇଥାଏ। ଏହି କଥା ଆଜି ମଧ୍ୟ ମୋର ହୃଦୟରେ ଗୁଞ୍ଜି ଉଠୁଛି। ମୁଁ ଯୁବକ ହେବା ପରେ ମୁଁ ସହରକୁ ଗଲି। ମୋ ଆଖିରେ ବଡ଼ ସ୍ୱପ୍ନ ଥିଲା। ମୁଁ ଭାବିଥିଲି ଧନ କମାଇବି, ବଡ଼ ଘର କରିବି ଏବଂ ସବୁକୁ ଦେଖାଇବି ମୁଁ କେବଳ ସଫଳ ହେଇ ଦେଖାଇବି। କିନ୍ତୁ ଭୁଲ କରିଥିଲି। ସେହି ଦୌଡ଼ରେ ମୁଁ ଗୋଟିଏ ବଡ଼ ଭୁଲ କଲି। ମୁଁ ଧନ ପାଇଁ ସମୟକୁ ଭୁଲିଗଲି। ମୁଁ ସଫଳତା ପାଇଁ ସମସ୍ତଙ୍କୁ ଭୁଲିଗଲି। ବର୍ଷ କେତେକ ପରେ ମୋ ପାଖରେ ଧନ ଆସିଗଲା। ଘର ବନାଇ ସାରିଲିନି, ସମ୍ମାନ ମଧ୍ୟ ଆସିଗଲା, କିନ୍ତୁ ମୋର ହୃଦୟରେ ଗୋଟିଏ ଶୂନ୍ୟ ରହିଗଲା। ସେତେବେଳେ ମୁଁ ବୁଝିଲି, ଜୀବନରେ ଧନ ଥିଲେ ମାତ୍ର ସୁଖ ଆସେନା। ସୁଖ ଆସେ ସମ୍ପର୍କରୁ, ସ୍ନେହରୁ ଓ ମଣିଷତ୍ୱରୁ। ଆଜି ମୋର ସବୁଠୁ ବଡ଼ ଅନୁତାପ, ମୁଁ ମୋର ମାଙ୍କ ସହ ଅଧିକ ସମୟ ବିତାଇ ପାରିଲି ନାହିଁ। ଚାଲିଗଲେ, କିନ୍ତୁ ତାଙ୍କ ଶବ୍ଦ ମୋର ଜୀବନର ସବୁଠୁ ବଡ଼ ଶିକ୍ଷା। ଚିଠିର ଏହି ଅଂଶ ରଘୁନାଥଙ୍କ ହୃଦୟର ସବୁଠୁ ଗଭୀର ସତ ଥିଲା। ପ୍ରତ୍ୟେକ ଶବ୍ଦରେ ଥିଲା ଅନୁତାପ ଏବଂ ସାଙ୍ଗେ ସାଙ୍ଗେ ଗୋଟିଏ ଶିକ୍ଷା। ଚିଠିରେ ଆଉ ଗୋଟିଏ ଗଭୀର ରହସ୍ୟ ଥିଲା। ରଘୁନାଥ ତାଙ୍କ ଜୀବନର ସବୁଠୁ ବଡ଼ ସତ ଏଯାଏ ଲେଖିନଥିଲେ। ସେ ସତ କ'ଣ ଏବଂ ସେ କାହିଁକି କହୁଥିଲେ, ଏହା ତାଙ୍କର ଶେଷ ଚିଠି। ରାତିର ଗଭୀରର ନୀରବ। ସେହି ରାତି ଗାଁ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଇଥିଲା। ଦୂରରୁ କେବଳ ଝିଙ୍ଗିରି ପୋକର ହାଲୁକା ଶବ୍ଦ ଶୁଣାଯାଉଥିଲା। ରଘୁନାଥ ଟେବୁଲ ଉପରେ ବସି ତାଙ୍କ ସାମ୍ନାରେ ସେହି ଚିଠିର 5 ପୃଷ୍ଠା ଖୋଲିଥିଲା। ସେ ଦୀର୍ଘ ନିଶ୍ୱାସ ନେଲେ ଏବଂ ତାଙ୍କ ଜୀବନର ସବୁଠୁ ବଡ଼ ସତ ଲେଖିବାକୁ ଆରମ୍ଭ କଲେ। ସେ ଲେଖିଲେ, ପ୍ରିୟ ଲୋକମାନେ, ଆଜି ମୁଁ ମୋ ଜୀବନର ସବୁଠୁ ବଡ଼ ସତ କହିବାକୁ ଚାହୁଁଛି। ଏହା ସେହି ସତ ଯାହାକୁ ମୁଁ ବହୁତ ସମୟ ପରେ ବୁଝିପାରିଲି। ସାରା ଜୀବନ ମୁଁ ସଫଳତା ପାଇଁ ଦୌଡ଼ିଲି। ମୋତେ ଲାଗୁଥିଲା, ଯଦି ମୋ ପାଖରେ ଧନ ଥାଏ ତେବେ ମୁଁ ଖୁସି ରହିବି। ଯଦି ମୋର ପାଖରେ ସମ୍ମାନ ଥାଏ ତେବେ ମୁଁ ସଫଳ। କିନ୍ତୁ ସମୟ ମୋତେ ଗୋଟିଏ ଗଭୀର ସତ ଶିଖାଇଲା। ସୁଖ ଧନରେ ନୁହେଁ, ସୁଖ ବଡ଼ ଘରରେ ମଧ୍ୟ ନୁହେଁ। ସତ ସୁଖ ମଣିଷର ହୃଦୟରେ। ମଣିଷ ଯେତେବେଳେ କାହାର ଦୁଃଖକୁ ବୁଝେ, କାହାର ଲୁହକୁ ପୋଛେ, ସେତେବେଳେ ସେ ସତରେ ମଣିଷକୁ ହୁଏ। ଆଜି ମୁଁ ବୁଝିଛି, ଜୀବନରେ ମୁଁ ଅନେକ ଲୋକଙ୍କୁ ସମୟ ଦେଇ ପାରିଲି ନାହିଁ। ମୁଁ ଭାବିଥିଲି ପରେ ସମୟ ମିଳିବ, କିନ୍ତୁ
ସମୟ କେବେ ଅପେକ୍ଷା କରେ ନାହିଁ। ସମୟ ଏକ ନୀରବ ଶିକ୍ଷକ। ସେ କେବେ କଥା କହେ ନାହିଁ, କିନ୍ତୁ ସବୁକିଛି ଶିଖାଇ ଦେଇଥାଏ। ମୋର ପ୍ରିୟ ଲୋକମାନେ, ଯଦି ତୁମେ ମୋର ଜୀବନରୁ କିଛି ଶିଖିବାକୁ ଚାହୁଁଛ, ତେବେ ଏହି 3ଟି କଥା ମନେ ରଖନ୍ତୁ। ପ୍ରଥମ, କାହାକୁ କେବେ ଅବହେଳା କରନ୍ତୁ ନାହିଁ। ଦ୍ୱିତୀୟ, ସମ୍ପର୍କକୁ ସମୟ ଦିଅନ୍ତୁ। ତୃତୀୟ, ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ। ଚିଠିର ଏହି ଅଂଶ ରଘୁନାଥଙ୍କ ହୃଦୟର ସବୁଠୁ ଭାବପ୍ରଣବ କଥା ଥିଲା। ପ୍ରତ୍ୟେକ ଶବ୍ଦ ଅନୁଭବରୁ ଜନ୍ମ ନେଉଥିଲା। ପ୍ରତ୍ୟେକ ଲାଇନ ଗୋଟିଏ ଜୀବନର କାହାଣୀ ଥିଲା। କିନ୍ତୁ ଚିଠିର ଶେଷ ଅଂଶ ଏଯାଏ ବାକି ଥିଲା। ରଘୁନାଥ ତାଙ୍କ ଜୀବନର ସବୁଠୁ ଗଭୀର ରହସ୍ୟ ଏବେ ଲେଖିବାକୁ ଯାଉଥିଲେ। ସେ କ'ଣ ଏବଂ ଏହି ଚିଠି କିପରି ହେଲା ଶେଷ ଚିଠି। ରାତିର ଶେଷ ପ୍ରହର। ରାତିର ଗଭୀର ହୋଇଯାଇଥିଲା। ଆକାଶରେ ଚାନ୍ଦ ଶାନ୍ତ ଭାବରେ ଆଲୋକ ଛଡ଼ାଉଥିଲା। ରଘୁନାଥ ଘରର ଏକ କୋଣରେ ବସି ତାଙ୍କ ସାମ୍ନାରେ ଏହି ଚିଠିର ଶେଷ ପୃଷ୍ଠା ହାତରେ ଏକ ପୁରୁଣା କଲମ, ତାଙ୍କ ଆଖିରେ ଅଜଣା ଭାବନା। ଏବଂ ସେ ଆରମ୍ଭ କଲା ତାଙ୍କ ଜୀବନର ଶେଷ ଶବ୍ଦ ଲେଖିବା। ସେ ଲେଖିଲେ, ମୋର ପ୍ରିୟ ଲୋକମାନେ, ଏହି ଚିଠି ମୋର ଜୀବନର ଶେଷ ଚିଠି। କାରଣ ମୋତେ ଲାଗୁଛି ମୋର ଯାତ୍ରା ଏବେ ଶେଷ ପଥରେ। ସାରା ଜୀବନ ମୁଁ ଅନେକ ଭୁଲ କରିଛି, ଅନେକ ସଫଳତା ମଧ୍ୟ ଦେଖିଛି। କିନ୍ତୁ ଆଜି ଯେତେବେଳେ ମୁଁ ପଛକୁ ଦେଖୁଛି, ମୋତେ ଲାଗୁଛି ଜୀବନର ସବୁଠୁ ବଡ଼ ଧନ ହେଉଛି ଭଲ କର୍ମ। ମଣିଷକୁ ମନେ ରଖାଯାଏ ତାଙ୍କ ଭଲ କାମରୁ। ମୋର ଏକ ଶେଷ ଇଚ୍ଛା ଅଛି। ଯଦି କେବେ ତୁମେ ମୋତେ ମନେ ପକାଅ, ତେବେ ମୋର ଭୁଲକୁ ନୁହେଁ, ମୋର ଶିକ୍ଷାକୁ ମନେ ରଖ। ମୋର ଜୀବନ ମୋତେ ଗୋଟିଏ ବଡ଼ ଶିକ୍ଷା ଦେଉଛି। ଜୀବନ ବହୁତ ଛୋଟ। ସେହି ପାଇଁ ଘଣ୍ଟା ପାଇଁ ସମୟ ନାହିଁ, ଅହଙ୍କାର ପାଇଁ ସମୟ ନାହିଁ, କେବଳ ସେହି ମଣିଷତ୍ୱ ପାଇଁ ସମୟ ଅଛି। ମୋର ପ୍ରିୟ ଲୋକମାନେ, ମୋ ଜୀବନର ଶେଷ ହେବା ପର୍ଯ୍ୟନ୍ତ ମୋର କଥା ମନେ ରଖନ୍ତୁ। କିନ୍ତୁ ମୋ କଥା ଶେଷ ହେବ ନାହିଁ। ଯଦି ମୋର ଏହି ଚିଠି କାହାର ଜୀବନକୁ ଭଲ ପାଏ, ଭଲ ପଥ ବଦଳାଇ ଦିଏ, ତେବେ ମୋର ଜୀବନ ସଫଳ ହେବ। ରଘୁନାଥ ଶେଷ ଲାଇନ ଲେଖିଲେ, ମନେ ରଖନ୍ତୁ, ମଣିଷ ବଡ଼ ହୁଏ ଧନରୁ ନୁହେଁ, ମଣିଷ ବଡ଼ ହୁଏ ତାଙ୍କ ହୃଦୟରେ। ଶେଷ ଚିଠି ହୋଇଗଲା, ରଘୁନାଥ ରଖିଗଲେ। ଏହି କାହାଣୀ ଆମକୁ ଗୋଟିଏ ଗଭୀର ସତ୍ୟ ଶିଖାଏ। ଜୀବନରେ ଧନ ଓ ସଫଳତା ଠାରୁ ବଡ଼ ହେଉଛି ମଣିଷତ୍ୱ। ସମୟ ଚାଲିଗଲେ, କିନ୍ତୁ ଭଲ କାମ ସଦା ପାଇଁ ରହିଯାଏ।